ଯେ ବର୍ତ୍ତମାନ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଏ ବିଦ୍ୟୁତ କାଟ କେତେ ଦିନ ଯାକ ରହିବ ନା ୟାର ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିଛନ୍ତି? ଏ ସବୁ ବିଷୟରେ ଟିକେ ପ୍ରଜ୍ୱଳ ଭାବରେ ଆପଣମାନଙ୍କୁ ଯେତିକି ମୋ ପାଖରେ ତଥ୍ୟ ଅଛି ଜଣାଇବା ପାଇଁ ଆପଣ ଡାକିଛୁ ଏବଂ ଆମ ଉପଭୋକ୍ତା ମହାସଂଘ ତରଫରୁ ଆମେ ନିଷ୍ପତ୍ତି ନେଲୁ ଯେଉଁମାନେ ଆମେ ବସିଛୁ ଯେ ଆମେ ଏ ବିଷୟରେ ଟିକେ ଆମେ ସାମ୍ବାଦିକ ଭାଇମାନଙ୍କ ଜରିଆରେ ଜନସାଧାରଣଙ୍କୁ ଜଣାଇବାକୁ ପଡ଼ିବ। ଏଠି ପ୍ରଶ୍ନ ହେଲାଣି ଯେ ବର୍ତ୍ତମାନ ରାଜ୍ୟରେ 27,000 କୋଟି ଟଙ୍କା ବିଭିନ୍ନ ଭିତ୍ତିଭୂମିରେ ଖର୍ଚ୍ଚ ହୋଇଛି। ଏଇ ଯେଉଁ ଭିତ୍ତିଭୂମିରେ ସବୁ ଖର୍ଚ୍ଚ ହେଇଛି ସେ ସଂକ୍ରାନ୍ତରେ ରାଜ୍ୟ ସରକାର ମଧ୍ୟ ଜାଣିଛନ୍ତି ଏବଂ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏବଂ ସେଟା ମଧ୍ୟ ବିଭିନ୍ନ ତଥ୍ୟ ଆପଣଙ୍କ ପାଖରେ ଉପସ୍ଥାପନ ଅଛି ଏବଂ ବିଧାନସଭାରେ ପଡ଼ିଛି ସବୁ ହେଇଛି। ତେଣୁ ଏଇ ଯେଉଁ 27,000 କୋଟି ଟଙ୍କା ଖର୍ଚ୍ଚ ହେଲା, ଏଇ 27,000 କୋଟି ଟଙ୍କାଟା କ'ଣ ଏମିତି କ'ଣ ଖର୍ଚ୍ଚ ହେଲା ଯାହା ଫଳରେ କି ଏ ଭିତ୍ତିଭୂମି ଠିକଣା ହେଇପାରିଲାନି ଏବଂ ଲୋକ ପୁଣି ଅଘୋଷିତ ବିଦ୍ୟୁତ କାଟର ଶିକାର ହେଲେ। ଏଇଠି ହେଲାଣି ଏକ ପ୍ରଶ୍ନ ଅଛି। ତ ମୁଁ ଆପଣମାନଙ୍କୁ ଏଠି କହିବାକୁ ଚାହେଁ ଭିତ୍ତିଭୂମିରେ ଗୋଟେ ହେଲେ ଟଙ୍କା ରାଜ୍ୟ ସରକାର ଯେଉଁ ଦେଲେ ତାହା ଖର୍ଚ୍ଚ ହେଲା ନାହିଁ, ବାଟମାରଣା ହେଲା ଏବଂ ବାଟମାରଣା ହେବା ଫଳରେ ଆଜି ଆମେ ସମସ୍ତେ ଏଇଆ ଭୋଗୁଛୁ। ତେଣୁ ଯେଉଁଗୁଡ଼ିକ ବାଟମାରଣା ହେଲା ତା ଉପରେ ସିଏଜି ଅଡିଟ୍ କରିବା ପାଇଁ ଆମେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ଓଏଆରଟି ବାଲା ଶୁଣୁନଥିଲେ କିମ୍ବା କରୁନଥିଲେ। ପିକେ ଜେନା ହେଉଛନ୍ତି ପ୍ରଥମ ଚେୟାରମ୍ୟାନ୍, ଯିଏକି ମୋର ଦୀର୍ଘ 20 ବର୍ଷ ଅନୁଭୂତିରେ ମୁଁ କହୁଛି, ସେ ହେଉଛନ୍ତି ଏକମାତ୍ର ଲୋକ ଯିଏକି ଏଇ ତାରିଖଟାରେ ଯିଏ ତାରିଖଟାରେ ଲେଖିଲେ ଯେ ୟାର ସିଏଜି ଅଡିଟ୍ ହେବାର ଆବଶ୍ୟକତା ଅଛି ଏବଂ ତାକୁ ସିଏଜି ଅଡିଟ୍ କରାଯାଉ। ସେ ନିଜେ ଖାଲି ଲେଖିଲେ ନାହିଁ, ଏନଆରସି ସେକ୍ରେଟାରୀ ଡାକିକିରି କହିଲେ ଏବଂ ଯେଉଁଟା ଡାକିକିରି ଆଲୋଚନା କଲେ ତାହା ମଧ୍ୟ ତାରିଖଟାରେ ରିଫ୍ଲେକ୍ଟ କରିଛନ୍ତି। ନୂଆ ଜିନିଷ କ'ଣ ଆଲୋଚନା ହେଲା ଏନଆରସି ସେକ୍ରେଟାରୀ ସହିତ, କ'ଣ ସେ ନିର୍ଦ୍ଦେଶ ଦେଲେ ସେତେବେଳେ ସେ କହିପାରିଥାନ୍ତେ। ଏନଆରସି କହିପାରେ ନାଇଁ ଆଜ୍ଞା ଗୋଟେ ଏଇଟା ହେବାର ଆବଶ୍ୟକତା ନାହିଁ, ଆମେ ଠିକ କାମ କରିଛୁ, କାହିଁ କହିଲେନି? ନ କହିକିରି ଏଇଟା ଯେତେବେଳେ କାର୍ଯ୍ୟକାରୀ ହେବା ପାଇଁ ପ୍ରଶ୍ନ ଉଠିଲା, ଏଇ ଯେଉଁ କ୍ୟାପେକ୍ସ ଯେଉଁ ଟଙ୍କା ଖର୍ଚ୍ଚ ହେଇଛି ସେତେବେଳେ ହଠାତ୍ ଆମେ ଶୁଣିବା, ହଠାତ୍ ଦେଖିଲା ବେଳକୁ କ'ଣ ନା ଟିକେ ଜଣା ତାଙ୍କର ରିଜାଇନ୍ କରିଯାଇଥିଲେ ନିଜସ୍ୱ ବ୍ୟକ୍ତିଗତ କାରଣ। ଯୋଉ ଲୋକ ଏତେ କାମ କରିବା ପାଇଁ ଆଲୋଚନା କରୁଥିଲା 2 ମାସ ଭିତରେ କ'ଣ ଏମିତି ହେଲା ଯେ ତାକୁ ବିଦା କରିଦେବା ରିଜାଇନ୍ କଲା? କିଏ ତାକୁ ଗ୍ରହଣ କରିବ? ଏଠି କଥା ହେଲାଣି ଆ ଭିତରେ ତଥ୍ୟ ଆମେ ବାହାର କଲା ପରେ ଜଣା ପଡ଼ିଲା ଯେ ପିକେ ଜେନା ଯାହା ଯାହା କରିଛନ୍ତି, ଯାହା ଯାହା ଲେଖିଛନ୍ତି ତାକୁ ଯଦି କାର୍ଯ୍ୟକାରୀ କରାଯାଏ ତାହେଲେ 40 ଜଣ ବିଶିଷ୍ଟ ଲୋକମାନେ ଯେଉଁମାନେ ଅଛନ୍ତି ଇନଭଲ୍ଭ ସମସ୍ତଙ୍କ ଚାକିରି ଚାଲିଯିବ ଏବଂ ତାଙ୍କୁ ମଧ୍ୟ କ୍ରିମିନାଲ ଆକ୍ସନ ତା ଉପରେ ନିଆଯିବ ସିବିଆଇ ଇନକ୍ୱାରି କଲେ ଏବଂ ସେ ଟଙ୍କା ମଧ୍ୟ ଆଦାୟ ହେବା ପାଇଁ ବ୍ୟବସ୍ଥା ହେବ। ସେଇଟା ସେଇ ନିଷ୍ପତ୍ତି ତାଙ୍କ ଉପରେ ମହଙ୍ଗା ପଡ଼ିଲା। ଖାଲି ସେତିକି ନୁହେଁ, ମୁଁ 3ଟା ଜିନିଷ ଉପରେ ଲେଖିଛି। ଆଉ ଗୋଟେ ଜିନିଷ ହେଲାଣି ଆପଣଙ୍କୁ କହିଦେବାକୁ ଚାହେଁ, ସେ କହିଲେ ଯେ ହଠାତ୍ କ'ଣ ହେଲା ନା ଏ ରାଜ୍ୟ ସରକାର ପ୍ରେଜେଣ୍ଟ ଯେଉଁ ମନ୍ତ୍ରୀ ଅଛନ୍ତି ସରକାର କହିଲେ ଆମେ 735 କୋଟି ଟଙ୍କା ଆମେ ଦେବୁ ଯେଉଁ ମିଟର ସ୍ମାର୍ଟ ମିଟର ବସେଇବା ପାଇଁ 12 ଲକ୍ଷ କଞ୍ଜୁମରଙ୍କ ପାଇଁ। ତାଙ୍କର ଅଧିକାର ନାହିଁ। ରାଜ୍ୟ ସରକାରଙ୍କର ତାରିଫରେ ବା ଇଲେକ୍ଟ୍ରିସିଟି ବାଲାଙ୍କୁ କ'ଣ ବେନିଫିଟ୍ ଦେବେ ସୋ ମଟ ଦେଇପାରିବେ ନାହିଁ, ଆଇନ ଅଛି ଯୋଉଟା କି ଇଲେକ୍ଟ୍ରିସିଟି ଆକ୍ଟ 2003ରେ ଏଇ ଯୋଉଟା ଅଛି ଆର ଧାରା 65ରେ କହିଲା ଯଦି ସେ କିଛି ବେନିଫିଟ୍ ଦେବାକୁ ଚାହାନ୍ତି ତାହେଲେ ଓଇଆରସି କି ଜଣେଇବେ। ତ ଆମେ 12 ଲକ୍ଷ କଞ୍ଜୁମରକୁ ଦେଲେ ଯୋଉ 20 ଲକ୍ଷ ଆଗରୁ ନେଇଛନ୍ତି କ'ଣ ପାଇବେ? ଆମେ ଉଠେଇଲୁ। ତାପରେ ଲୋକମାନେ କ'ଣ ପାଇବେ? ତା ଛଡ଼ା ମିଟରଟା ଦବା ନବା ଦାୟିତ୍ୱ ହେଉଛି ଡିସ୍କମ୍ ଏବଂ କଞ୍ଜୁମରର। ତେଣୁ ଯେତେବେଳେ କଞ୍ଜୁମର ଏଟା ହେଉଛି କାମ, ଡିସ୍କମର କାମ ଆମେ କରିବୁ କୋଉ ମିଟର ଆମେ ନେବୁ ନ ନେବୁ ସେ ବିଷୟରେ ସେ ନିଷ୍ପତ୍ତି ନେବାକୁ କିଏ? এইটা সে উঠেইলে যেটা আমি কইছিলু। খালি সেତିକି ନାହିଁ, ସିଏ ବି ଲେଖିଲେ ସ୍ମାର୍ଟ ମିଟର ସମସ୍ତେ ଘରେ ବସି ପାରିବନି ବୋଲି କେନ୍ଦ୍ର ସରକାର କହିଲାଣି। କାହିଁକି ନା ଯୋଉଠି ନେଟୱାର୍କ ନାହିଁ, ତମର ତ ଓଡ଼ିଶାରେ ସବୁଠି ନେଟୱାର୍କ ନାହିଁ, ତମର ଓଡ଼ିଶାରେ ତ ନେଟୱାର୍କ ସବୁ ଜାଗାରେ ନାହିଁ, ତମର ତ ଇଲେକ୍ଟ୍ରିକ୍ ନାହିଁ, ନେଟୱାର୍କ କଥା ଉଠୁଛି କୋଉଠି? ସେତେବେଳେ ସ୍ମାର୍ଟ ମିଟର ବସିବ କୋଉଠି? ତା ପାଇଁ ତମେ ଏତେ ବ୍ୟସ୍ତ କାହିଁ? ତା ଛଡ଼ା ଟାଟା କମ୍ପାନୀ 735 କୋଟି ଦେବା ପାଇଁ ଆଇନରେ କୋଉଠି ନାହିଁ, ତମେ କାହିଁ ଦେଲ? ତେଣୁ ଏସବୁ ଯୋଉ କାର୍ଯ୍ୟ ହଉଛି, ଏଇ ଯୋଉ କାର୍ଯ୍ୟ କରିଛନ୍ତି ସେଟା ମଧ୍ୟ ତାଙ୍କର ତାରିଖରେ ଉଲ୍ଲେଖ କରିଛନ୍ତି। ଏଇଟା ଏଠି ପ୍ରଶ୍ନ ହେଲାଣି କ'ଣ ସରକାର ଆମେ ଆଗରୁ କ'ଣ ହଉଥିଲା
ନା ORC ଟା ଗୋଟେ କଣ ସବର୍ଡିନେଟ୍ ଅଫିସ ଭଳିଆ କାର୍ଯ୍ୟ କରୁଥିଲା। ରାଜ୍ୟ ସରକାର ଲେଖିଦେଲେ ସେଟା ପଠେଇଦେଲେ ବାସ୍ କମିଲା ଆମେ ଖୁସି ତମେ ଖୁସି ବାସ୍ ଚାଳି ମାରିଦେଲେ ଯାହା ଭଲ କାମ ହେଇଛି। କିନ୍ତୁ ଏଥର ଯୋଉ ହେଲା ଯେଗୁଡା ହଉଥିଲା ଆମେ ଭୋଗୁଥିଲେ। ଏବେ ମୁଁ ଆପଣମାନଙ୍କ ଜରିଆରେ କହିଦେବାକୁ ଚାହେଁ ଭିତ୍ତିଭୂମିରେ ଯେତିକି ଟଙ୍କା ଖର୍ଚ୍ଚ ସେ କରିଥିଲେ ଯୋଉଟା ଏବେ ଉଠୁଛି ପ୍ରଶ୍ନ ସେଠି ଟାଟା ପାୱାର ଆସି କହିଲା ଯେ ଆମେ ମଧ୍ୟ 7,000 କୋଟି ଟଙ୍କା ଖର୍ଚ୍ଚ କରିସାରିଲୁ। जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।